कृपा बिनु मुक्ति नाही। हे गुरु तुमे मंगलमय कृपा बिनु मुक्ति नाही। धरणी मार योग्य संतान, धरणी मार योग्य संतान, तुम बिना शांति काहि। हे गुरु तुमे मंगलमय कृपा बिनु मुक्ति नाही। आलोक शिखार तुमे तो इंगित, तुम्भ पाई जन्म मोहि। आलोक शिखार तुमे तो इंगित, तुम्भ पाई जन्म मोहि। अंधार पथरे तुमे तो लौड़ी, अंधार पथरे तुमे तो लौड़ी, अंडाळे चालुछि मोहि। हे गुरु तुमे मंगलमय कृपा बिनु मुक्ति नाही। तुमे अखिलर तुमे निखिलर, आसिछ तुमे मो पाई। तुमे अखिलर तुमे निखिलर, आसिछ तुमे मो पाई। धर्म निर्देशना देवा पाई परा, धर्म निर्देशना देवा पाई परा, अवतीर्ण भावग्राही। हे गुरु तुमे मंगलमय कृपा बिनु मुक्ति नाही। तुमरी आशीषे আজি एही धरा पूरी उठू नाम गाई। तुमरी आशीषे আজি एही धरा पूरी उठू नाम गाई। जय गुरुदेव जय हे अनंत, जय गुरुदेव जय हे अनंत, बलिया पादे चिताई। हे गुरु तुमे मंगलमय कृपा बिनु मुक्ति नाही। सातटी रंग अच्छी जो रंग को नहीं आने कुनी कुनी पिला रंगीन कर जीवन को सरस सुंदर मधुमय कर अनेक गुड़े इंद्रधनु सृष्टि करवा, प्रकृति को सबुज सुंदर कर गढ़ी तोड़ा आमर हम प्रथम कर्तव्य। जड़े शिक्षक हिसाब से जड़े शिक्षयित्री हिसाब से आम जातिर पद्मधार अटंती। तेणु से आज शिशु काली भविष्य नागरिक भाव ताकू सुंदर रूपे गढ़ी तोड़ाई ये इंद्रधनुर रंगर आवश्यकता रही। यही रंगे आम से रंगायित करवा। आ सबुठ बेसी धन्यवाद देवी आमर संयोजक महोदय जी कि कर्मशाला को आयोजन कर जार आनुकूल्य जो कर्मशाला जो अनुष्ठान आज एठारे प्रतिष्ठा कर अनुष्ठान को धन्यवाद देवी। आ विभिन्न विद्यालय को आसीथिबा शिक्षक शिक्षयित्री भाई भौणी मानक सबुठारु अधिक धन्यवाद देवी। सेमानकर परिश्रम एवं श्रद्धा एवं निष्ठा बल आज एते सुंदर आयोजन सुंदर भाव में आमर सज्जित हो पारिछि। धन्यवाद समस्त। जीवसार विषय सब जानिबा
ଆମର ଏଇଟା କେଉଁ ଆମ ଓଡ଼ିଶାର ଯେତେକ ଜିଲ୍ଲା ଅଛି କେଉଁ କେଉଁ ଜିଲ୍ଲାରେ କ'ଣ ମିଳେ ଯେମିତି କ୍ରୋମାଇଟ୍ ବକ୍ସାଇଟ୍ କୋଇଲା ଲୁହାପଥର ଗ୍ରାଫାଇଟ୍ ଚୁନାପଥର ମାଙ୍ଗାନିଜ ପଥର କେଉଁ କେଉଁ ଜିଲ୍ଲାରେ ମିଳେ ସେଥିରେ ସବୁ ବର୍ଣ୍ଣନା ହେଇଛି। ଛୁଆକୁ ଆମେ ଭଲ ଭାବରେ ବୁଝେଇ ପାରିବୁ। ଏହି ଶିକ୍ଷଣ ସାମଗ୍ରୀରେ ଆମେ ପିଲାମାନଙ୍କୁ ଯୁଗ୍ମ ଯୁଗ୍ମ ସଂଖ୍ୟା ବିଷୟରେ ଧାରଣା ଦେଇପାରିବା। ଏଥିରେ ସପ୍ତାହର 7ଟି ବାରକୁ ଇନ୍ଦ୍ରଧନୁର 7ଟି ରଙ୍ଗ ସହିତ ତୁଳନା କରାଯାଇଛି। ତେଣୁ 7ଟି ରଙ୍ଗ ଏବଂ 7ଟି ବାର ଏହା ମଧ୍ୟରେ ସମନ୍ୱୟ ରକ୍ଷା କରି ପିଲାମାନଙ୍କ ମଧ୍ୟରେ ପ୍ରକୃତି ପ୍ରେମ ସୃଷ୍ଟି କରିବା ଏବଂ ବାର ବିଷୟରେ ଜାଣିବା ମଧ୍ୟ ସେମାନେ ଏଥିରୁ ଅଭିଜ୍ଞତା ହାସଲ କରିପାରିବେ। ମୋର ଏଠି ଲେବୁଲ ପିଲାମାନଙ୍କୁ ବିଶ୍ଳେଷଣ ପାଇଁ ଆକର୍ଷିତ କରିବା ପାଇଁ ମିଳିଛି। এই টিএনএমରେ ପିଲାମାନେ ଅତି ଖୁସିରେ ବା ଆଗ୍ରହରେ ଶବ୍ଦ ପଠନ କରିପାରିବେ। এই টিএলএমରେ ବ ସମ୍ପର୍କିତ ଶବ୍ଦ ପଠନ ଯେମିତି ଗରୁ ବୈଦ ଗୋରୁ 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 ଶାଗ ବିଭିନ୍ନ ଶବ୍ଦ ଅକ୍ଷରକୁ ନେଇ ଶବ୍ଦ ଗଠନ କରିପାରିବେ ପଢ଼ିପାରିବେ। ଏଥିରେ ପିଲାମାନେ ବିଜ୍ଞାନର ଜଳଚକ୍ର ବିଷୟରେ ଧାରଣା ପାଇବେ। ଆଉ ଏପଟେ ହେଉଛି ଅବର୍ଣ୍ଣ ଶବ୍ଦ ଯନ୍ତ୍ର ଗୋଟେ କରାଯାଇଛି ଅବର୍ଣ୍ଣ ଶବ୍ଦ ବିଷୟରେ ଧାରଣା ପାଇବେ। ଏଇଟା ହେଉଛି ଗୋଟେ ଆମର ମାତ୍ରା ଝରକା। ଏଥିରେ ପିଲାମାନେ ବିଭିନ୍ନ ମାତ୍ରାର ସିମ୍ବଲ ଜାଣିପାରିବେ ଯେମିତି ଆକାର ଆଉ ଆକାର ଲଗେଇଲେ ଯେମିତିକି ତାର ଉଚ୍ଚାରଣ ପରେ ଆକାର କା ହେଉଛି ସେମିତି ହର୍ଷେକାରରେ କ'ଣ ଉଚ୍ଚାରଣ ହେଉଛି ମାତ୍ରା ବିଷୟରେ ଧାରଣା ପାଇବେ। ଆଶ୍ୱାସିତ ବିରାମ ଚିହ୍ନ ଏହା ସାହାଯ୍ୟରେ ପିଲାମାନେ ଚିହ୍ନକୁ ଜାଣିପାରିବେ ଆଉ କେଉଁ ଚିହ୍ନର କେଉଁ ସିମ୍ବଲ ସେଇଟା ମଧ୍ୟ ଜାଣିପାରିବେ। ମାତ୍ରା ଆକାର ଠାରୁ ଉକାର ପର୍ଯ୍ୟନ୍ତ ଅଛି। ପିଲାମାନଙ୍କୁ ଉକାର ପର୍ଯ୍ୟନ୍ତ ପ୍ରତି ମାତ୍ରାର ଶବ୍ଦ ଗୁଡ଼ିକ ଜାଣିବେ। ତା ଛଡ଼ା ଆମର ଓଡ଼ିଆ 12 ମାସର ନାମ ଜାଣିବେ। ପ୍ରଥମେ ବୈଶାଖ ମାସ ଠାରୁ ଆରମ୍ଭ କରି ଚୈତ୍ର ମାସ ପର୍ଯ୍ୟନ୍ତ ଆମେ ଏଥିରେ ଏକ ଦିନ କହିଲେ କେତେ ଘଣ୍ଟା, ଏକ ସପ୍ତାହ କହିଲେ କେତେ ଦିନ, ଏକ ମାସ କହିଲେ କେତେ ଦିନ, ଏକ ବର୍ଷ କହିଲେ କେତେ ଦିନ, 1 ଟଙ୍କା କହିଲେ କେତେ ପଇସା, 1 କିଗ୍ରା କହିଲେ କେତେ ଗ୍ରାମ, ଏଭଳି ଆମେ ଲେଖିଛୁ ପିଲାମାନଙ୍କୁ ଦେଖାଇବା ପାଇଁ ବୁଝିବାକୁ। ମୋର ଏହି ଉପକରଣଟିରେ ପୂର୍ବବର୍ତ୍ତୀ ସଂଖ୍ୟା ଏବଂ ପରବର୍ତ୍ତୀ ସଂଖ୍ୟା ପିଲାମାନେ ଜାଣିବେ। ଆଉ ଏ ଦ୍ୱିତୀୟ ଉପକରଣଟିରେ ସାନ ବଡ଼ ଯେଉଁ ଚିହ୍ନ ବିଷୟରେ ଜାଣିବେ ଏବଂ ସମାନ ଚିହ୍ନ ବିଷୟରେ ଜାଣିବେ। ମୋର ଏଇ ଟିଏଲଏମ୍ରୁ ପିଲାମାନେ 1 ଅଙ୍କ ବିଶିଷ୍ଟ ସଂଖ୍ୟାରୁ ଆରମ୍ଭ କରି 6 ଅଙ୍କ ବିଶିଷ୍ଟ ସଂଖ୍ୟା ପର୍ଯ୍ୟନ୍ତ ବୃହତ୍ତମ ସଂଖ୍ୟା ଏବଂ କ୍ଷୁଦ୍ରତମ ସଂଖ୍ୟା ଉପରେ ଧାରଣା ପାଇବେ। हे गुरु तुमे मंगलमय कृपा बिनु मुक्ति